ବଳଙ୍ଗା ପୀଡ଼ିତା ନିଆଁ ଲଗାଇବା ପାଇଁ ତା ଘରଠୁ 2 କିଲୋମିଟର ଦୂରେ ନାଲ ସାଇଡରେ ନାଲ ଆଉ ପାଖରେ ପାଣି ପାଖରେ ନାଳରେ ପାଣି ଥିଲା ବନ୍ଧରେ ପାଣି ଥିଲା ନାଲ ବନ୍ଧର ମଝିରେ ଗୋଟେ ଖାଲରେ ଯାଇକରି ନିଆଁ ଲଗେଇବାର ନଥିଲା ଆଉ ସେ ଦୌଡ଼ି ଦୌଡ଼ି ଯାହା ଘରକୁ ଗଲା ବଞ୍ଚିବା ପାଇଁ ଯୋଉ ଆତ୍ମଚିତ୍କାର କରୁଥିଲା ସେ ଘର ପରିବାର ସାଙ୍ଗରେ ଆମେ ଯାଇ କଥାବାର୍ତ୍ତା ହେଇଥିଲୁ ଆଉ ସେ ବଳଙ୍ଗା ପୀଡ଼ିତା ନିଜେ କହିସାରିଛି ସବୁ ଟିଭିରେ ବୁଲୁଛି ତାର କିଛି ମୂଲ୍ୟ ନାହିଁ ଆପଣମାନଙ୍କ ପାଖରେ ସମାଜ ପାଖରେ ଦେଶ ରାଜ୍ୟ ପାଖରେ ଯେ ମତେ 3 ଜଣ ଲୋକ ଦୁଷ୍କର୍ମ କରି ଜଳେଇ ଦେଲେ ବୋଲି ଯୋଉଟା କହିଛି ତାର କିଛି ମୂଲ୍ୟ ନାହିଁ ମରିବା ବେଳେ ବି ସେ ମିଛ କହିକି ଗଲା ଏଇଟା ମୁଖ୍ୟମନ୍ତ୍ରୀ କହିବା ପାଇଁ ଚାହୁଁଛନ୍ତି ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା ଦିଲ୍ଲୀ ଏମ୍ସ ରେ ପୀଡ଼ିତା କହିବାର ଭିଡିଓ ରିଲିଜ କରିଛନ୍ତି କି କିନ୍ତୁ ପୀଡ଼ିତା ଭୁବନେଶ୍ୱର ଏମ୍ସ ରେ ଯୋଉଟା କହିଛି ସେଇଟା ରିଲିଜ ହେଇଛି ଏହାକୁ ନେଇ ସାର୍ ଆପଣଙ୍କର ଆଗାମୀ ପଦକ୍ଷେପ କ'ଣ ରହିବ ଆଗାମୀ ପଦକ୍ଷେପ ମିଛ କହୁଛନ୍ତି ବଲଙ୍ଗା ପୀଡ଼ିତାକୁ ନ୍ୟାୟ ଦେଲେ ନାହିଁ ଏବଂ ତାର ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଭବିଷ୍ୟତରେ ଆମେ ସ୍ୱର ଉତ୍ତୋଳନ କରୁଥିବୁ ଏବଂ ଯାହା ପଦକ୍ଷେପ ନିଆଯାଇପାରିବ ସବୁ କରିବୁ